ବୋଲି କହୁଛନ୍ତି କିନ୍ତୁ ଆମର ମଣ୍ଡି ଷ୍ଟାର୍ଟ ହେଇଗଲାଣି ଏବଂ ଏବେ ସୁଦ୍ଧା 5,000 କ୍ୱିଣ୍ଟାଲ ଧାନ ଅଲରେଡି ଉଠି ସାରିଲାଣି ଏବଂ କ୍ରମାଗତ ଭାବରେ ଯୋଉ ମଣ୍ଡି ଗୁଡାକ ଲଗାତାର ଯୋଉ ବାରି ଅଛି ସେ ବାରି ଅନୁସାରେ ଧାନ କିଣା ସୁଚାରୁ ରୂପେ ଉଠି ଚାଲିବ। କୌଣସି ଅସୁବିଧା ନାହିଁ। ସମସ୍ତ ମିଲ୍ ମାନଙ୍କୁ ଆମେ ମାସ ଦିଆଯାଇଛି ଏବଂ ଗୋଟେ ଇଏରେ ଯୋଉ ପାଳି ଅଛି ସେ ପାଳିରେ ବର୍ତ୍ତମାନ ଧାନ ଉଠାଣ ହେଲାଣି। କେତେ ମଣ୍ଡିରେ ବର୍ତ୍ତମାନ ଧାନ ଉଠା ହଉଛି ସ୍ୱାଭାବିକ ହେଲାଣି? ସ୍ୱାଭାବିକରେ ବୋରିଗୁମା ଅଞ୍ଚଳ ପୁରା ସ୍ୱାଭାବିକରେ ଉଠିଲାଣି। ଆଉ ଆଜି କୋଟପାଡ଼ରେ ଉଠୁଛି। ତାପରେ ଆମର ବୈପାରିଗୁଡାର କାଲି ହେଇଥିଲା। ଆଜି ଆରଏମସି ରେ ଅଛି। ଆଜି ଆରଏମସି ଜୟପୁରରେ ଧାନ ଉଠାଣ। କାହିଁକି ଲେଟ୍ ହେଲା ସାର୍? 15 ଦିନ ହେଲାଣି ସ୍ୱାଭାବିକ ହେଇପାରୁନି। ଧାନ ପାଇଁ ଯୋଉ ଉଠିବାର ଅଛି, ଧାନ ଯୋଉ ଉଠିଲା ଆକ୍ଚୁଆଲି ଏଠିକାର ଯୋଉ ଧାନ ଅଛି ଏଇଟା ଦ୍ୱିତୀୟ ପକ୍ଷରେ ଧାନ କିଣା ହୁଏ। 17-18 ତାରିଖରେ କିଣା ହୁଏ। 17, 18, 25, 26 ଆଡକୁ ଧାନ କିଣା ହୁଏ। କିନ୍ତୁ ଯୋଉ ଚାଷୀ ମାନେ ଯେହେତୁ ଅଭ୍ୟସ୍ତ ଅଛନ୍ତି ସେମାନେ ସବୁ ଯେତେବେଳେ ରେଜିଷ୍ଟ୍ରେସନ କରିଥିଲେ ସେତେବେଳେ ସେମାନେ ଦ୍ୱିତୀୟ ପକ୍ଷ ବୋଲି ଲେଖିଥିଲେ। ଦ୍ୱିତୀୟ ପକ୍ଷ ଯୋଉ ଲେଖିଥିଲେ ତେଣୁ ଚାଷୀ ମାନଙ୍କୁ ଗୁଡାଏ ଚାଷୀ ମାନଙ୍କର ସବୁ ଆସିଛି ଦ୍ୱିତୀୟ ପକ୍ଷରେ ଆସିଛି ଚାଷୀ ମାନଙ୍କର। ପ୍ରଥମ ପକ୍ଷରେ ଧାନ କିଛି ନଥିଲା। ଆମେ 11 ତାରିଖ ଯେତେବେଳେ ଉଦ୍ଘାଟନ କଲୁ ସେତେବେଳେ ଗୋଟେ ହେଲେ ବି ଚାଷୀ ପାଇଲୁନି ତାର ଧାନକୁ କିଣିବା ପାଇଁ ବି ସେତେବେଳେ ରେଡି ନଥିଲା। 11 ତାରିଖ ସୁଦ୍ଧା ରେଡି ନଥିଲା ଏବଂ କୋରାପୁଟ ସାଇଡ୍ ଅନୁସାରେ ଆମେ ପଚାରି ଏପର୍ଯ୍ୟନ୍ତ ବି ଧାନ ଆସିନି। ସମସ୍ତ ଜାନୁଆରୀ ଫେବୃଆରୀରେ ଟୋକନ ଆସିଛି। ଦଲାଲ ମାନେ କମ ଟଙ୍କାରେ ସେଇଟା ସମ୍ପୂର୍ଣ୍ଣ ଭୁଲ। ଆମର ବର୍ତ୍ତମାନ ମାଜିଷ୍ଟ୍ରେଟ ମାନଙ୍କ ସହିତ ଗୋଟେ ଇଏ ହେଇଥିଲା। ଏବେ ମାଜିଷ୍ଟ୍ରେଟ ଏବଂ ଆମ ଥାର୍ଡ ପାର୍ଟି ହିସାବରେ ଏଫସିଆଇ ର ଅଫିସିଆଲି ବି ଆସିଥିଲେ ଏବଂ ସବୁ ମିଲ୍ ଗୁଡାକ ସେମାନେ ଭେରିଫିକେସନ ସହଯୋଗ କରୁନାହାନ୍ତି କି? ନା ମିଲର ଗୁଡା ସହଯୋଗ କରୁଛନ୍ତି। ଅଭାବୀ ଚାଷୀ ଲେଫ୍ଟରେ ଅଲରେଡି ଧାନ ବିକିଛନ୍ତି ମିଲର୍ସ ମାନଙ୍କୁ। ଆପଣ କେତେଟା ମିଲ୍ ଯାଞ୍ଚ କରୁଛନ୍ତି ବର୍ତ୍ତମାନ ସୁଦ୍ଧା? ଆମର ଯେତିକିଟା ଯୋଉ ମିଲ୍ ଅଛି ଯୋଉମାନଙ୍କର 100% ଡେଲିଭରି ହେଇନାହିଁ ସେମାନଙ୍କର ଏଫସିଆଇ ଟିମ୍ ସହିତ ପୁରା ଯାଞ୍ଚ କରାଯାଇଛି।